ସାବିତ୍ରୀ ପାଇଁ ଆସିଥିଲା ପଣସ, କିନ୍ତୁ ଆଜି ଭାଙ୍ଗିତେ ପଡ଼ିଲା କାହିଁକି? ଭିଡ଼ିଓଟି ପୁରା ଦେଖିଲେ ଜାଣିପାରିବେ। ସାଙ୍ଗମାନେ, ମୋର ଗୋଟେ ଫ୍ରେଶ୍ ବ୍ଲଗ୍କୁ ସ୍ୱାଗତ କରୁଛି। ଏବେ ଯେଉଁ ଗରମ କରୁଛି ନା, ସକାଳୁ ସକାଳୁ ଉଠେଇ ଆଗେ ପିଲାକୁ ଦାନ୍ତ ଘଷେଇ ଛତୁଆ ଖୋଇବାକୁ ଦେଇଥିଲି। ଘରକୁ ଆସିଥିଲା ଏଇ କଳାଝରିରେ କ'ଣ ଭାବୁଛନ୍ତି ନା, ଚୁନା ମାଛ। ଚୁନା ମାଛକୁ ସଫାସୁଫି କରି ତାପରେ ରୋଷେଇ କରିଦେଇଥିଲି। ତାପରେ ଗାଧୋଇ ପାଧୋଇ ଆସିକି ପଖାଳ, ଭଜା, ଶାଗ ଦେଇ ଖାଇ ଦେଇଥିଲି। ସବୁ ରୋଷେଇ ସାରି ଦେଇଥିଲି। ତାପରେ ଦେଖିଲି ଗୋଟେ ପଣସ ଆସିଛି କାଲିକା ପାଇଁ, ଦେଖିଲାକୁ ନରମ ହେଇଯାଇଛି। ଛାତକୁ ଯାଉଥିଲି କ'ଣ କାମ ପାଇଁ, ଦେଖନ୍ତୁ ଏ ପିଲାମାନେ କେମିତି ବସେଇଛନ୍ତି ଖେଳ ଖେଳିକି। ଏମିତି ପିଲାଟି ଦିନର କଥା ମନେ ପଡ଼ିଯାଉଛି ନା, ଏମିତି ଏଇ ବାଲି ଘର ଖେଳ ଖେଳିବାର, ନଡ଼ିଆ ସଢ଼େଇରେ ଆଉ ଏମିତି ପ୍ଲାଷ୍ଟିକ୍ ଜିନିଷରେ। ଛାତ ଉପରକୁ ଯାଇକି ଲୁଗାପଟା ଉଠେଇ ଆଣିଥିଲି। ତାପରେ ଦେଖିଲି ସେଠି ମଲ୍ଲି ଫୁଲ କିଛି ଫୁଟିଛି, ଦେଖିକି ବହୁତ ମନ ଖୁସି ହେଇଛି। ଏବେ ତ ଚାରିଆଡ଼େ ପାଚିଲା ଆମ୍ବ ହେଇଗଲାଣି। ଆଉ ଏବେ ଯାହା ଟାଇମ୍ରେ ଯାହା ଆଚାର ଆଉ ଆମ୍ବୁଲ କରାହେଉଛି ତାକୁ ଶୁଖାଯାଉଛି। ଦେଖନ୍ତୁ, ଆମ୍ବୁଲ ପାଇଁ ଶୁଖା ହେଇଛି, ଏତିକି ଆଚାର ପାଇଁ ଶୁଖା ହେଇଥିଲା। ତାକୁ ସବୁ ସାଇଜ୍ କରିକି ରଖିଦେଇଥିଲି। ଭଲକି ଖରା ନ ଦେଖେଇଲେ ଏଗୁଡ଼ା ଖରାପ ହେଇଯିବ ବୋଲି। ପଣସଟା ନରମ ହେଇଯାଇଥିବାରୁ ତାକୁ ଖୋଲି ଦେଇକି ରଖିଦେଇଥିଲେ। ଏତେ ଗୁଡ଼ାକ ଖୁସା ବାହାରିଛି। ଝିଅକୁ ପଚାରିଲି କ'ଣ କେମିତି ଲାଗୁଛି, ସେ କହୁଛି ବଢ଼ିଆ ଲାଗୁଛି। ମୁଁ ଗୋଟେ ଟେଷ୍ଟ କରି ଦେଖିଲି, ବହୁତ ମିଠା, ମାନେ ବହୁତ ମିଠା। ଏଇ ମଞ୍ଜି ଗୁଡ଼ାକ ଧୋଇକି ରୋଷେଇ କରାଯିବ, ରଖା ହେଇଗଲା। କାଲି ଉପବାସ ଯୋଗୁଁ ଆଜି ରାତିରେ ପଖାଳ ଖାଇବା ହୋଇଗଲା। ବେଶୀ ନରମ ହେଇଗଲେ ଖଟା ହେଇଯିବ ବୋଲି ଆଜି ହିଁ ଖୋଲିଦେଲେ। ପଣସ ଖାଇକି ମଞ୍ଜି କ'ଣ କରନ୍ତି କମେଣ୍ଟରେ ଜଣାଇବେ। ମୋ ଭିଡ଼ିଓରେ ଲାଇକ୍, ସେୟାର, ଫଲୋ, ସବସ୍କ୍ରାଇବ୍ କରିବା ପାଇଁ ଭୁଲିବେନି। ଆଶା କରୁଛି ଭିଡ଼ିଓଟି ଭଲ ଲାଗିଥିବ। ଦେଖା ପାଇଁ ନେକ୍ସଟ ଭିଡ଼ିଓରେ।